ପ୍ରିୟମାନେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁ ଆପଣଙ୍କୁ ମୋତେ ପୁଣି ଥରେ ସୁଯୋଗ ଉପରେ ସୁଯୋଗ ଦେଉଛନ୍ତି। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଗୋଟେ ନଗର ଥିଲା, ସେଇ ନଗର ନାମ ହେଉଛି ବେଥସାଇଦା। ଆଉ ସେଇ ନଗର ମଧ୍ୟରେ ପରମେଶ୍ୱର ମହାନ ମହାନ କାର୍ଯ୍ୟ କଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମହାନ ମହାନ କାର୍ଯ୍ୟ କଲେ। କିନ୍ତୁ ପ୍ରିୟମାନେ ସେଇ ନଗରର ଲୋକମାନେ ବଦଳିଲେ ନାହିଁ। ପ୍ରଭୁ କହିଲେ, ଯଦି ନିନିବିର ଲୋକମାନଙ୍କୁ ଯଦି କୁହାଯାଇଥାନ୍ତା ଆଶ୍ଚର୍ଯ୍ୟ ଏପରି କାମ ହେଇଥାନ୍ତା, ତାହେଲେ ସେମାନେ ମନ ପରିବର୍ତ୍ତନ କରିଥାନ୍ତେ। କିନ୍ତୁ ଏଇଠି ଅନେକ ଆଶ୍ଚର୍ଯ୍ୟ ହେଲା ପରେ ମଧ୍ୟ ମନ ପରିବର୍ତ୍ତନ କଲେ ନାହିଁ। ହାୟ ସେ ନଗର ବୋଲି ପ୍ରଭୁ ଯୀଶୁ କହିଲେ। ପ୍ରିୟମାନେ ଆଜି ମଧ୍ୟ ଆମ ଜୀବନରେ ପ୍ରଭୁ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛନ୍ତି, ଅନେକ ଅଦ୍ଭୁତ କାର୍ଯ୍ୟ କରୁଛନ୍ତି। କିନ୍ତୁ ହେଲେ ମଧ୍ୟ ଆମେ ପରିବର୍ତ୍ତନ ହେଇପାରୁନୁ, ହେଲେ ମଧ୍ୟ ଆମେ ଚମତ୍କାରକୁ ଦେଖିକି ମଧ୍ୟ ଆମ ମନକୁ ଫେରେଇ ପାରୁନୁ। ଆମେ ଏବେ ମଧ୍ୟ ସେଇ ପାପ, ଏବେ ମଧ୍ୟ ସେଇ ଅଧର୍ମ, ଏବେ ମଧ୍ୟ ସେଇ ମନ୍ଦତା, ଏବେ ମଧ୍ୟ ସେଇ ଚୋରି କରିବା, ଏବେ ମଧ୍ୟ ମିଥ୍ୟା କହିବା, ଏବେ ମଧ୍ୟ ବ୍ୟଭିଚାର କରିବା ଆମ ଜୀବନରେ ଶେଷ ହଉନାହିଁ। ମୁଁ କହିବା ପାଇଁ ଚାହେଁ, କାହିଁକି ଏ ଜୀବନ ଆମର ଚାଲିଛି? ପ୍ରିୟମାନେ, ପ୍ରଭୁ ଯୀଶୁ ଚାହାନ୍ତି ଆମମାନେ ପରିବର୍ତ୍ତନ ହେବା, ଆମେମାନେ ବଦଳି ଯିବା। ଆଉ ପ୍ରଭୁ ଯୀଶୁ ଚାହାନ୍ତି, ସେଥିପାଇଁ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ ଯାକ ଆମ ଜୀବନରେ କରୁଛନ୍ତି। ପ୍ରିୟମାନେ ଭାବନ୍ତୁ, ଆମକୁ ଅନେକ ସମୟରେ ପଇସାର ଅଭାବ ସମୟରେ ସେ ଯୋଗାଇଲେ, ଘର ନଥିବା ବେଳେ ଘର ଯୋଗାଇଲେ, ଛୁଆ ନଥିବା ବେଳେ ଛୁଆ ଯୋଗାଇଲେ, ଷ୍ଟଡି ଲାଇଫରେ ପ୍ରଭୁ ଆଶୀର୍ବାଦ କଲେ। ପ୍ରିୟମାନେ ମନ୍ଦତାରୁ ଆମମାନଙ୍କୁ ପ୍ରଭୁ ଉଠାଇଲେ। ପ୍ରିୟମାନେ ମୂର୍ଖତା କାମ କରୁଥିବା ବେଳେ ପ୍ରଭୁ ଆସି ଆମମାନଙ୍କୁ ସେହି କାମ କ'ଣ ତାହା ଜଣାଇଲେ, ବାହାର କଲେ। ଏସବୁ କଲା ପରେ ମଧ୍ୟ ଆମେ ଯଦି ଏବେ ମଧ୍ୟ ଆହୁରି ପାପରେ ଆମେ ପଡୁଛୁ, ଅଧର୍ମରେ ପଡୁଛୁ, ଖରାପ କାମରେ ପଡୁଛୁ। ଆଜି ଅନେକ ଲୋକଙ୍କୁ ଦେଖନ୍ତୁ,